ସମସ୍ତଙ୍କୁ ସ୍ୱାଗତ ଆଉ ଗୋଟେ ନୂଆ ଭିଡ଼ିଓରେ। ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିର ଯେଉଁ ଆମର ୱାନ୍ ଟାଇମ୍ ଏକ୍ଜାମ୍ ପାଇଁ ଫର୍ମ ଫିଲ୍ଅପ୍ ଆଉ ଅଳ୍ପ ଦିନ ରହିଲା, ରାଇଟ୍। କିନ୍ତୁ ବର୍ତ୍ତମାନ ସିଚୁଏସନ୍ରେ ହେଉଛି କ'ଣ, ବହୁତ ପିଲା ଯେଉଁମାନେ ୱାନ୍ ଟାଇମ୍ ଏକ୍ଜାମ୍ ଦେଉଛନ୍ତି, ଆଇଦର ତାଙ୍କ ଟିଚର ଯିଏ ତାଙ୍କୁ କରାଇଥିଲେ ଏଜେଣ୍ଟ ସିଏ ଜେଲ୍ ପଳାଇଛନ୍ତି, ବା ସେ ବିଇଡ଼ି ବିଜନେସ୍ କରିବା ଛାଡ଼ି ଦେଇଛନ୍ତି, ବା ସେ କଲେଜକୁ ତାଙ୍କର ପଇସା ବହୁତ ବାକି ରଖିଦେଇଛନ୍ତି ଆଉ ଯାଉନାହାନ୍ତି, ଯାହାଫଳରେ କଲେଜ ପିଲାଙ୍କୁ ହଇରାଣ କରୁଛି। ଏମିତି ଅନେକ ଗୁଡ଼ିଏ କାରଣ ବର୍ତ୍ତମାନ ଆମକୁ ସାମ୍ନାରେ ଆସୁଛି। ଆଣ୍ଡ ମନେ କରନ୍ତୁ ଜଣେ ପିଲା ଅଛି, ସିଏ ଗୋଟେ ଦୁଇଟା ପେପର ଦେବ, ଆମେ ଚେଷ୍ଟା କରୁ ତାକୁ ୟୁନିଭର୍ସିଟିରେ ଆଡ଼ମିସନ୍ କରାଇଦେବା ପାଇଁ, କିନ୍ତୁ ବର୍ତ୍ତମାନ ତାର ଏଜେଣ୍ଟର ପଇସା ବାକି ଅଛି କଲେଜ ସହିତ। କଲେଜ ବହୁତ ହଇରାଣ କରୁଛି, କାହିଁକି ନା ପ୍ରାକ୍ଟିକାଲ ଯେଉଁଠି କ୍ଲିୟର ହେବ ସେଠି କଲେଜର ସପୋର୍ଟ ଦରକାର। ହୁଏତ ଥିଓରିଟା ୟୁନିଭର୍ସିଟିରେ ହେଇଯିବ। ଆଣ୍ଡ ଏତେ ପରିମାଣରେ ପଇସା ରଖିଛନ୍ତି, ଜଣେ ମୋତେ କଣ୍ଟାକ୍ଟ କରିଛନ୍ତି ଯେଉଁମାନେ ସବୁ କଲେଜ ମାଧ୍ୟମରେ ଫର୍ମ ଫିଲ୍ଅପ୍ କଲେଣି, ମାନେ 4ଟା 5ଟା ପେପର ଅଛି, ଯାହାର 3ଟା ସେମିଷ୍ଟାର ରହିଯାଇଛି ନା, 3ଟା ସେମିଷ୍ଟାର ରହିଯାଇଛି, ପାଖାପାଖି ତାଙ୍କର 82,000, 85,000, 90,000, ଲକ୍ଷେ ଟଙ୍କା ଭଳିଆ ପଡ଼ିଛି। ତେଣୁ ଦୟାକରି ଯିଏ ବି ବିଇଡ଼ି କରୁଛ ନା, ଏକାଥରେ କ୍ଲିୟର କରିଦିଅ। ଯଦି ୱାନ୍ ଟାଇମ୍ ଲାଗିଗଲା ସରିଗଲା କଥା। 5 ବର୍ଷ ପରେ ବର୍ତ୍ତମାନ 80,000, 70,000, 60,000 ଏତେ ଫିସ୍ ତା ଭିତରେ ନେଉଛନ୍ତି। ଗୋଟେ ବହୁତ ଡେଞ୍ଜରସ୍ ପରିସ୍ଥିତି ବର୍ତ୍ତମାନ ତା ଭିତରେ ଆସୁଛି। ମାନେ ଅନନେସେସରି ନନ୍ ଆପିୟରାନ୍ସ ଫିସ୍ ଗୋଟେ ନେଉଛନ୍ତି। ତମେ ଆପିୟର କରିନ ବୋଲି ଗୋଟେ ନନ୍ ଆପିୟରାନ୍ସ ଫିସ୍ ନେଉଛନ୍ତି। ନନ୍ ଆପିୟରାନ୍ସ ଫିସ୍ କ'ଣ ଜରୁରୀ? 6,000ରେ ନନ୍ ଆପିୟରାନ୍ସ ଫିସ୍ 1,000 ନେଇଯାଉଛନ୍ତି। କଲେଜର ଯେଉଁ କଲେଜର ବାକି ଯେତିକି ଥିବ ସେ ବି ଆଧାର କ୍ଲିୟର କରିଦେଉଛି। ମନେକର ଏଜେଣ୍ଟ ଏତିକି ପଇସା ତାଙ୍କର ଦେଇନି ସେ ପିଲାର, ତାଠୁ ବି ଆଦାୟ କରୁଛନ୍ତି। ତ ବହୁତ ପରିମାଣରେ ହ୍ୟୁଜ୍ ଆମାଉଣ୍ଟ ବର୍ତ୍ତମାନ ଖର୍ଚ୍ଚ ହେବ। ମୋତେ ତ କେତେ ଗୋଟେ ଝିଅ କଣ୍ଟାକ୍ଟ କରିଥିଲା, ତାର ମୁଁ ଦେଖିଲି ତାର କଲେଜ ତାକୁ କହୁଛି ଲକ୍ଷେ ଟଙ୍କା ଖର୍ଚ୍ଚ ହେବ ବର୍ତ୍ତମାନ ଫିସ୍। ମୁଁ ତ କହିଲି ଆଉ ଗୋଟେ ଥର କରିଦେ ତୁ, କାରଣ ଯେତେବେଳେ ତମେ ୱାନ୍ ଟାଇମ୍ ଏକ୍ଜାମ୍ କରିବ ତମକୁ 3rd ଡିଭିଜନ ହିଁ ମିଳିବ। ତମେ ଯେତେ ମାର୍କ ଆଣ 3rd ଡିଭିଜନ ଲେଖା ହେବ। ତାହେଲେ ମୂଲ୍ୟ କ'ଣ ତୁ ଲକ୍ଷେ ଟଙ୍କା ଦେଇକି? ତ ଅଲରେଡ଼ି 50,000 ଖର୍ଚ୍ଚ କରୁଛୁ, ଲକ୍ଷେ ଟଙ୍କା ଦେଇକି ଫାଇଦା କ'ଣ? ତ ୱାନ୍ ଟାଇମ୍ ଏକ୍ଜାମ୍ରେ ବହୁତ ପ୍ରୋବ୍ଲେମ୍ ହେଉଛି। ଏଜେଣ୍ଟ ଶୁଣୁନାହାନ୍ତି, ଏଜେଣ୍ଟ ନାହାନ୍ତି, କଲେଜ ଶୁଣୁନି, କଲେଜ ପଇସା ପାଇନି ବୋଲି ଶୁଣୁନି, କଲେଜ ସପୋର୍ଟ କରୁନି। ୟୁନିଭର୍ସିଟି କିଛି କେସ୍ରେ ପ୍ରାକ୍ଟିକାଲ ଗୁଡ଼ାକରେ କଲେଜର କୋଲାବୋରେସନ୍ ଚାହୁଁଛି, ପିଲା ହଇରାଣ ହେଉଛନ୍ତି। ବର୍ତ୍ତମାନ ମୁଁ ଜାଣିବି, ବହୁତ ଜଣ ପିଲା ଅଛନ୍ତି ତାଙ୍କର ଭୁଲ ରଖିନାହାନ୍ତି ରେଜଲ୍ଟର ସ୍କ୍ରିନଶଟ୍। ଆମେ ହେଲ୍ପ କରିବାକୁ ଚାହିଁଲେ ବି ହେଲ୍ପ କରିପାରୁ, ରେଜଲ୍ଟର ସ୍କ୍ରିନଶଟ୍ ନାହିଁ, ହଲ୍ ଟିକେଟ୍ ନାହିଁ, ହଇରାଣ ହେବ ସମସ୍ତେ। ଆଣ୍ଡ ଯେତିକି ପିଲା ୱାନ୍ ଟାଇମ୍ ଏକ୍ଜାମ୍ ଦେବା କଥା ତା ଗୋଟେ ଦେଇ ବି ପାରିବେନି, କାରଣ ଫର୍ମ ଫିଲ୍ଅପ୍ ହେଇପାରିବନି, ଏଜେଣ୍ଟ ନାହିଁ, କଲେଜ ବନ୍ଦ ହେଇଯାଇଛି, ଏଜେଣ୍ଟ ଛାଡ଼ି ଦେଇଛି ତାର ବିଜନେସ୍, ହଲ୍ ଟିକେଟ୍ ନାହିଁ, କିଛି ନାହିଁ, ଟୋଟାଲ ରେକର୍ଡ ୱାନ୍ ଟାଇମ୍ ଏକ୍ଜାମ୍ ଦେଉ ବାହାରିଛନ୍ତି। ତ ବହୁତ ପିଲା ପ୍ରୋବ୍ଲେମ୍ ଫେସ୍ କରୁଛନ୍ତି, ଆମେ ଚାହିଁକି ବି ହେଲ୍ପ କରିପାରୁନୁ। ଆଣ୍ଡ ଏତେ ହ୍ୟୁଜ୍ ଆମାଉଣ୍ଟ ଅଛି ନା, ମାନେ ଡର ଲାଗୁଛି ନେବା ପାଇଁ। ମନେକର ମୁଁ ନେଇକି କ୍ଲର୍କ ମାଧ୍ୟମରେ ଫିଲ୍ଅପ୍ କରେଇବି ଫର୍ମଟା, ଡର ଲାଗୁଛି ଏତେ ବଡ଼ ଆମାଉଣ୍ଟ, କୋଉଠି ଗଡ଼ବଡ଼ ହେଲା କିଏ ରେସ୍ପନ୍ସିବିଲିଟି ନେବ? ତ କେୟାରଫୁଲି ଯିଏ ବି ଦେଉଛ ୱାନ୍ ଟାଇମ୍ ଏକ୍ଜାମ୍, କେୟାରଫୁଲି ନିଜ ଏଜେଣ୍ଟ ନିଜ କଲେଜ ସହିତ କଣ୍ଟାକ୍ଟ କରି ପ୍ରପର ଭେରିଫିକେସନ୍ ପ୍ରୁଫ୍ ମାଧ୍ୟମରେ ଯାଅ, ଯେମିତି ଫ୍ୟୁଚର ଆଉ ଥର ଅସୁବିଧା ନ ହୁଏ। ୱାନ୍ ଟାଇମ୍ ଏକ୍ଜାମ୍ ମାନେ ତମେ 4-5 ବର୍ଷ ଅସୁବିଧା ଭୋଗିକି ବର୍ତ୍ତମାନ ଯାଉଛ, ତେଣୁ ଆଉ ଥରେ ଯେମିତି ସେ ଅସୁବିଧା ନ ହୁଏ ସମସ୍ତେ କେୟାରଫୁଲ୍ ରୁହ ଟିକେ। ଆଣ୍ଡ ଯିଏ ବି ଦେଇନି ନା, ପ୍ରଥମେ ନିଜ ଏଜେଣ୍ଟ ସହିତ ଯୋଗାଯୋଗ କର, ନିଜ କଲେଜ ସହିତ ଯୋଗାଯୋଗ କର, ସେମାନେ ସପୋର୍ଟ କର, ଲାଷ୍ଟରୁ ମୋ ସହିତ ବା ମୋ ଭଳି କାହା ସହିତ ଯୋଗାଯୋଗ କରିପାରିବ। ପ୍ରଥମେ ପ୍ରାୟୋରିଟି ଦିଅ ନିଜ କଲେଜକୁ, ନିଜ ଏଜେଣ୍ଟକୁ, କାରଣ କେତେ ତାଙ୍କର ହିସାବ, କେତେ କ'ଣ ବାକି ଅଛି, ଏସବୁ ସେଇଠୁ ହିଁ ଡାଟା ମିଳିବ। ଅଧିକ କାହାର କିଛି ମନରେ ପ୍ରଶ୍ନ ଅଛି ତେବେ ଡେଫିନେଟଲି ଆମ ୱାନ୍ ଟାଇମ୍ ଏକ୍ଜାମ୍ ଗ୍ରୁପରେ ଜଏନ୍ କରିପାରିବେ, କିମ୍ବା ହ୍ୱାଟ୍ସଆପ୍ରେ ମେସେଜ୍ କରିପାରିବେ, କିମ୍ବା କମେଣ୍ଟ କରିପାରିବେ। ଥ୍ୟାଙ୍କ ୟୁ ସୋ ମଚ୍।